ଆୟକଟର ଶେଷ ସୀମା ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଜଳ ସୁନିଶ୍ଚିତ କରିବା ପାଇଁ ପ୍ରାଥମିକତା ଦିଆଯିବ। ପ୍ରତିକୂଳ ଜଳବାୟୁ ଜନିତ ବିପର୍ଯ୍ୟୟରୁ ଜୀବନ ଓ ସମ୍ପତ୍ତିର ସୁରକ୍ଷା ତଥା ଜଳବାୟୁ ଉପଯୋଗୀ ଆଧୁନିକ କୃଷିକୁ ସହାୟତା ପ୍ରଦାନ ଉପରେ ଆମ ସରକାର ଗୁରୁତ୍ୱ ଦେଉଛନ୍ତି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରେ ମୋଟ 757 କୋଟି ଟଙ୍କା ବ୍ୟୟ ଅଟକଳରେ 193 କିଲୋମିଟର ଲମ୍ବର ଲୁଣିବନ୍ଧକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧୀ ଲୁଣିବନ୍ଧ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ବର୍ଷ 2024-25ରେ ଏହି ଯୋଜନା ପ୍ରଣୟନ ପାଇଁ 295 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଲୁଣିବନ୍ଧ ଓ ନଦୀବନ୍ଧ ନିର୍ମାଣ ସହ ବନ୍ୟା ପ୍ରତିରୋଧ ଢାଞ୍ଚା ନିର୍ମାଣ ନିମନ୍ତେ 2024-25 ଆର୍ଥିକ ବର୍ଷ ପାଇଁ 710 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। 15ଗୋଟି ଜିଲ୍ଲାର 537ଟି MIP ଅଧୀନରେ ଥିବା କ୍ଷେତ୍ରାଞ୍ଚଳର କୃଷକମାନଙ୍କୁ ଜଳବାୟୁ ଉପଯୋଗୀ ଆଧୁନିକ କୃଷି ପ୍ରଶିକ୍ଷଣ ନିମନ୍ତେ ବିଶ୍ୱବ୍ୟାଙ୍କ ସହାୟତା ପ୍ରାପ୍ତ ଯୋଜନା ଓଡ଼ିଶା ଇଣ୍ଟିଗ୍ରେଟେଡ୍ ଇରିଗେସନ ପ୍ରୋଜେକ୍ଟ ଫର କ୍ଲାଇମେଟ୍ ରେସିଲିଏଣ୍ଟ ଏଗ୍ରିକଲଚର OIIPCRA ପାଇଁ 380 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅବହେଳିତ ଅବସ୍ଥାରେ ଥିବା ଡ୍ୟାମ୍ ଗୁଡ଼ିକର ପୁନରୁଦ୍ଧାର ନିମନ୍ତେ ବିଶ୍ୱବ୍ୟାଙ୍କ ସହାୟତାରେ ଯୋଜନା DRIP ପାଇଁ 2024-25 ଆର୍ଥିକ ବର୍ଷରେ 15 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସେହିଭଳି ଡ୍ରେନ୍ ଯୋଗେ ଜଳ ନିଷ୍କାସନ ଯେପରି ସମ୍ପୂର୍ଣ୍ଣ ଅବାଧ ହୋଇପାରିବ ତାହା ଆମ ସରକାରଙ୍କ ଏକ ପ୍ରମୁଖ କାର୍ଯ୍ୟ। ଏଥିପାଇଁ ଡ୍ରେନ୍ ଉନ୍ନତୀକରଣ ଯୋଜନା 2.0 କୁ ଆଉ 5 ବର୍ଷ ପାଇଁ ମୋଟ 1400 କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲୁ ରଖିବାର ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷ ବଜେଟରେ ଏଥି ନିମନ୍ତେ 330 କୋଟି ଟଙ୍କାର ପ୍ରସ୍ତାବ ରହିଛି। ସେଚ ପ୍ରକଳ୍ପ ଗୁଡ଼ିକୁ ଦୀର୍ଘାୟୁ ଓ ଏଗୁଡ଼ିକର କାର୍ଯ୍ୟଦକ୍ଷତା ବଜାୟ ରଖିବା ପାଇଁ ଏହାର ନିୟମିତ ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ଏଥି ନିମନ୍ତେ ବଜେଟ ଅଟକଳରୁ 10% ବୃଦ୍ଧି କରି ଚଳିତ ବର୍ଷ ମୋଟ 1783 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ରାଜ୍ୟର ଜଳସେଚନ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଲୋକଙ୍କ ସହ ସିଧାସଳଖ ଯୋଗାଯୋଗ କରି ତାହା ସମ୍ବନ୍ଧୀୟ ଅଭିଯୋଗର ତ୍ୱରିତ ସମାଧାନ କରିବା ପାଇଁ ଆମ ସରକାର ଜନଶୁଣାଣି ପୋର୍ଟାଲ ସମେତ ବିଭିନ୍ନ ୱେବସାଇଟ୍ କାର୍ଯ୍ୟକାରୀ କରିଛନ୍ତି। ଜଳ ସମ୍ପଦର ପ୍ରକୃତ ଆକଳନ, ବନ୍ୟା ପୂର୍ବାନୁମାନ ଏବଂ ପ୍ରକଳ୍ପ ତଦାରଖ ଇତ୍ୟାଦି କାର୍ଯ୍ୟ ପାଇଁ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ଓ ଉପକରଣ ବ୍ୟାପକ ଭାବରେ ବ୍ୟବହୃତ ହେଉଛି। ନୂତନ ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ଯଥା GO ୱାଟର ERP, ETAC, ePromise, ECAD, EPINCYS, ୱାଟର ଡକ୍ସ, ଛାତ ୱେବ ପୋର୍ଟାଲ, ଆମ ଜଳାଶୟ, ମେଗାଲିଫ୍ଟ MIS, ସମନ୍ୱୟ ହାଇଡ୍ରୋମିଟ ODIIS ଅଧୀନରେ ଆମ ଜଳସମ୍ପଦ ପୋର୍ଟାଲ ଇତ୍ୟାଦି ଏବେ ରାଜ୍ୟରେ କାର୍ଯ୍ୟ କରୁଛି। ମାନନୀୟ ବାଚସ୍ପତି ମହୋଦୟା, ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସ ଏବଂ ବୃହତ ଆକାର ଆଦିବାସୀ ମଲ୍ଟି ପର୍ପୋଜ ସମବାୟ ସୋସାଇଟି LAMPCS ଗୁଡ଼ିକୁ ଋତୁକାଳୀନ କୃଷି କାର୍ଯ୍ୟ ନିମନ୍ତେ କୃଷକମାନଙ୍କୁ ସ୍ୱଳ୍ପ ମିଆଦୀ ଋଣ ଯୋଗାଇବା ପାଇଁ ୱାନ୍ ଷ୍ଟପ୍ ଶପ୍ ଏହାକୁ ଉନ୍ନତ କରାଯିବ। ପ୍ରତ୍ୟେକ ଉପଖଣ୍ଡରେ ସମସ୍ତ ପ୍ରକାରର ସେବା ଏବଂ ଭିତ୍ତିଭୂମିର ସୁବିଧା ସୁଯୋଗ ଥାଇ ଗୋଟିଏ ମଡେଲ ପ୍ୟାକ୍ସ ଗଠନ କରାଯିବ, ଯାହାକି ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସମସ୍ତ ପ୍ୟାକ୍ସ LAMPCS ଗୁଡ଼ିକୁ ସମ୍ପ୍ରସାରଣ କରାଯିବ। ପ୍ୟାକ୍ସ ଏବଂ LAMPCS ରେ ମହିଳା ଭୂମିହୀନ ଚାଷୀଙ୍କୁ ସଦସ୍ୟ ଭାବେ ସେମାନଙ୍କର ନାମ ପଞ୍ଜୀକରଣ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବା ସହ ସେମାନଙ୍କୁ ଏହି ସଂଗଠନ ଗୁଡ଼ିକ ପ୍ରଦାନ କରୁଥିବା ସମସ୍ତ ସେବା ପ୍ରଦାନ ନିମନ୍ତେ ଉଦ୍ୟମ କରାଯିବ। ବାଚସ୍ପତି ମହୋଦୟା, ପ୍ୟାକ୍ସ ଏବଂ LAMPCS ସେମାନଙ୍କର ସଦସ୍ୟମାନଙ୍କୁ ପ୍ରଦାନ କରୁଥିବା
ବ୍ୟାଙ୍କିଂ ସେବା ଗୁଡ଼ିକର ଉନ୍ନତିକରଣ କରାଯିବା ସହ ଏହି ସଂସ୍ଥାଗୁଡ଼ିକୁ ମିନି ବ୍ୟାଙ୍କରେ ପରିଣତ କରାଯିବ। ଏକ ବୃହତ ସଦସ୍ୟତା ଡ୍ରାଇଭ ଦ୍ୱାରା ସମସ୍ତ ଗ୍ରାମୀଣ ପରିବାରଙ୍କୁ ଏହି ସଂସ୍ଥାଗୁଡ଼ିକର ଅଧୀନକୁ ଅଣାଯିବ, ଯଦ୍ୱାରା ସେମାନଙ୍କୁ ଏହି ସେବା ଯୋଗାଇ ଦିଆଯାଇପାରିବ। ଏହି ପ୍ୟାକ୍ସ ଏବଂ LMPCSଙ୍କ ଦ୍ୱାରା ମଣ୍ଡିର ଧାନ କ୍ରୟକୁ ତ୍ୱରାନ୍ୱିତ କରାଯାଇ ଶୃଙ୍ଖଳିତ କରାଯିବ, ଯାହାଦ୍ୱାରା ଧାନର ଓଜନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରହିବ। ଓଡ଼ିଶା ରାଜ୍ୟ ସମବାୟ ମାର୍କେଟିଂ ଫେଡେରେସନ ମାର୍କଫେଡ୍ ବର୍ତ୍ତମାନ ମୂଲ୍ୟ ସହାୟତା ଯୋଜନା ଅନ୍ତର୍ଗତ ସାର ଯୋଗାଣ ଏବଂ କ୍ରୟ କାର୍ଯ୍ୟରେ ନିୟୋଜିତ ଅଛି। ସମସ୍ତ ପ୍ରକାରର କୃଷିଜାତ ଦ୍ରବ୍ୟର ମାର୍କେଟିଂ ଏବଂ ସମ୍ଭାବ୍ୟ ରପ୍ତାନୀର ସୁଯୋଗ ଅନ୍ୱେଷଣ ପାଇଁ ଏହାକୁ ଆହୁରି ବିକଶିତ କରାଯିବ। ବାଚସ୍ପତି ମହୋଦୟା, ଏହି ଗ୍ରାମୀଣ ଜନସଂଗଠନ ଗୁଡ଼ିକୁ ମଲ୍ଟି ସର୍ଭିସ ସେଣ୍ଟରରେ ରୂପାନ୍ତରିତ କରିବା ଲକ୍ଷ୍ୟ ରଖି ପ୍ୟାକ୍ସର ଭାରତ ସରକାରଙ୍କର ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର PMBJK, ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର PMKSK ଏବଂ ସାଧାରଣ ସେବା କେନ୍ଦ୍ର CSC କାର୍ଯ୍ୟକାରୀ କରାଯିବ। ସମବାୟ ସମିତିର ଅଭିବୃଦ୍ଧି ଏବଂ ବିବର୍ତ୍ତନ ପାଇଁ ଏକ ଅନୁକୂଳ ଇକୋସିଷ୍ଟମ ଯୋଗାଇବା ଲକ୍ଷ୍ୟରେ ଜାତୀୟ ସମବାୟ ନୀତି ଅନୁଯାୟୀ ଏକ ରାଜ୍ୟ ସମବାୟ ନୀତି ଅଣାଯିବ। କୃଷକମାନଙ୍କୁ ଫସଲ ଋଣ ଯୋଗାଉଥିବା ସମବାୟ ବ୍ୟାଙ୍କ ପ୍ୟାକ୍ସକୁ ସୁଧ ରିହାତି ପାଇଁ ଆମେ ଏହି ବଜେଟରେ 830 କୋଟି ଟଙ୍କାର ବ୍ୟୟବରାଦ କରୁଛୁ। ଏହା ବ୍ୟତୀତ ସମବାୟ ବ୍ୟାଙ୍କଗୁଡ଼ିକୁ ଅଂଶଧନ ଇକ୍ୱିଟି ସହାୟତା ପାଇଁ ବଜେଟରେ 165 କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏହା ସହିତ ଭିତ୍ତିଭୂମିର ବିକାଶ, କୈନାଗାର, ଗୋଦାମ ନିର୍ମାଣ, କୃଷି ସେବା କେନ୍ଦ୍ର ଇତ୍ୟାଦି ପାଇଁ ସମବାୟ ବ୍ୟାଙ୍କଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ ମୁଁ ବଜେଟରେ 240 କୋଟି ଟଙ୍କାର ପ୍ରସ୍ତାବ ଦେଉଛି। ମାନନୀୟ ବାଚସ୍ପତି ମହୋଦୟା, କୃଷକଙ୍କ ବହୁଗୁଣିତ ଆୟ ବୃଦ୍ଧି, ଜୀବିକା ବୃଦ୍ଧି, ଲାଭଦାୟକ ନିଯୁକ୍ତି ସୃଷ୍ଟି ଏବଂ ପୁଷ୍ଟି ନିରାପତ୍ତା ଯୋଗାଇବାରେ ମତ୍ସ୍ୟ ଚାଷ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ମୋଟ ଆବଣ୍ଟନ 654 କୋଟି ଟଙ୍କା ମଧ୍ୟରୁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା MMKY ବାବଦକୁ 384 କୋଟି ଟଙ୍କା ଆବଣ୍ଟନ ପାଇଁ ପ୍ରସ୍ତାବ ରହିଛି। ଏହି ଯୋଜନା ଅଧୀନରେ ବିଭିନ୍ନ କମ୍ପୋନେଣ୍ଟ ଯଥା ଗ୍ରାମ ପଞ୍ଚାୟତରେ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ ପାଇଁ WSHGS କୁ ଇନପୁଟ ସହାୟତା, ଆଗୁଆ ପ୍ରଜନନ କାର୍ଯ୍ୟକ୍ରମ ପାଇଁ ମତ୍ସ୍ୟ ବିହନ ଉତ୍ପାଦନ କେନ୍ଦ୍ରକୁ ସହାୟତା, ମତ୍ସ୍ୟ ବିହନ ଉତ୍ପାଦନ କରି ଚାଷୀମାନଙ୍କ ଦ୍ୱାରରେ ବର୍ଷ ତମାମ ଉନ୍ନତମାନର ଫିସ୍ ଫିଙ୍ଗରଲିଂ ଉପଲବ୍ଧ ହେଉଛି କି ନାହିଁ ତା ଜାଣିବା ପାଇଁ ବିହନ ଉତ୍ପାଦନମାନଙ୍କ ନେଟୱାର୍କ, ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା, ବାୟୋଫ୍ଲୋ ଟେକ୍ନୋଲୋଜି ମାଧ୍ୟମରେ ସଘନ ମାଛ ଚାଷ, ମତ୍ସ୍ୟ ଚାଷ ଯନ୍ତ୍ରପାତି ଏବଂ ଉପକରଣର ଲୋକପ୍ରିୟତା, ଜଳଭଣ୍ଡାରରେ ଫିସ୍ ଫିଙ୍ଗରଲିଂ, ଷ୍ଟକିଂ, ମାଛ ଔଷଧ ଅବଧି ସମୟରେ ସାମୁଦ୍ରିକ ମତ୍ସ୍ୟଜୀବୀଙ୍କୁ ଜୀବିକା ସହାୟତା, ଲବଣ ଜଳରେ ମାଛ ଚାଷ ପାଇଁ ନୂତନ ଟାଙ୍କି ଖନନ ଇତ୍ୟାଦି ମାଧ୍ୟମରେ ମତ୍ସ୍ୟ ଚାଷ ପାଇଁ ସମସ୍ତ ସୁବିଧା ପ୍ରଦାନ କରାଯିବ। ବାଚସ୍ପତି ମହୋଦୟା, ପଶୁ ସମ୍ପଦ ଉତ୍ପାଦନ ଅନେକ କୃଷକଙ୍କର ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରେ। ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ମୁଁ ଏକ ନୂତନ ଅମ୍ବ୍ରେଲା ଯୋଜନା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ଦେଉଛି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ 2000 ହିତାଧିକାରୀଙ୍କୁ 2ଟି କ୍ରସ୍ ବ୍ରିଡ୍ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍ ପ୍ରତିଷ୍ଠା ନିମନ୍ତେ ସହାୟତା ପ୍ରଦାନ, 20,000 ଦୁଗ୍ଧ ଚାଷୀଙ୍କୁ ରିହାତି ଦରରେ ବାଛୁରୀ ଖାଦ୍ୟ ଯୋଗାଣ, 1 ଲକ୍ଷ ଚାଷୀଙ୍କୁ ସେମାନଙ୍କର ଦୁଧିଆଳି ଗାଈର ବୀମା ପାଇଁ ସହାୟତା ପ୍ରଦାନ, 628 ଜଣ ଚାଷୀଙ୍କୁ ମଇଁଷି ୟୁନିଟ୍ ପ୍ରତିଷ୍ଠା ପାଇଁ ସହାୟତା ଏବଂ ଦୁଗ୍ଧ ସମବାୟ ସମିତିରେ କ୍ଷୀର ଦେବା ପାଇଁ ଦୁଗ୍ଧ ଚାଷୀଙ୍କ ନିମନ୍ତେ ପ୍ରୋତ୍ସାହନ ବ୍ୟବସ୍ଥା ଯୋଗାଇ ଦିଆଯିବ। ଏହା ବ୍ୟତୀତ ବିଭିନ୍ନ ପ୍ରାଣୀ ମଙ୍ଗଳ କାର୍ଯ୍ୟକ୍ରମ ନିମନ୍ତେ ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ପ୍ରସ୍ତାବ ମଧ୍ୟ ରହିଛି। ବାଚସ୍ପତି ମହୋଦୟା, ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ଅଧୀନରେ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ମୋଟ ଆବଣ୍ଟନ 697 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କୁକୁଡ଼ା ଚାଷ ବିକାଶ ଅଧୀନରେ ବ୍ରଏଲର ଫାର୍ମିଂ ପାଇଁ WSHGS ଏବଂ
ବ୍ୟକ୍ତିବିଶେଷଙ୍କୁ ଜୀବିକା ସହାୟତା, ପଶୁ ସ୍ୱାସ୍ଥ୍ୟ ସେବା, ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା, ୱାନ୍ କଲ୍ A1 ପ୍ରଚଳନ, ଭିଡିଓ ଜରିଆରେ ପ୍ରାଣୀ ସେବା ଆଦିର ପ୍ରଚଳନ ଇତ୍ୟାଦି ଅନ୍ତର୍ଭୁକ୍ତ। କୃଷି ସର୍ବଦା ଅର୍ଥନୈତିକ ଅଭିବୃଦ୍ଧିର ମୁଖ୍ୟ ଆଧାର ହୋଇ ରହିଆସିଛି। ଅନ୍ୟ ସବୁ କ୍ଷେତ୍ରର ଉତ୍ପାଦକତା କୃଷି କ୍ଷେତ୍ର ଉପରେ ବିଶେଷ ଭାବେ ନିର୍ଭରଶୀଳ। ମହାନ MS ସ୍ୱାମୀନାଥନଙ୍କ ଭାଷାରେ ଯଦି କୃଷି କ୍ଷେତ୍ରରେ ତ୍ରୁଟି ହୁଏ ତେବେ ଆଉ କିଛି ଠିକ୍ ହେବାର ସୁଯୋଗ ହିଁ ରହିବ ନାହିଁ। ପ୍ରାଚୀନ କାଳରୁ ଓଡ଼ିଆ ସଂସ୍କୃତି ଓ କୃଷି କାର୍ଯ୍ୟକଳାପ ମଧ୍ୟରେ ଥିବା ଗଭୀର ସମ୍ପର୍କରୁ ଓଡ଼ିଆ ଲୋକମାନେ ପ୍ରେରଣା ପାଇ ଆସୁଛନ୍ତି। ରାଜ୍ୟର କୃଷି କ୍ଷେତ୍ରରେ ସମ୍ଭାବନାକୁ ସୁଦୃଢ଼ କରିବା ପାଇଁ 3S ଆଭିମୁଖ୍ୟ ସବସିଷ୍ଟେନ୍ସ, ଜୀବିକା ନିର୍ବାହ, ସେଲ୍ଫ ରିଲିଆନ୍ସ, ଆତ୍ମନିର୍ଭରଶୀଳତା ଓ ସଷ୍ଟେନେବିଲିଟି ପୋଷଣୀୟତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା କେବଳ କୃଷକଙ୍କ ଜୀବିକା ନିରାପତ୍ତା ବୃଦ୍ଧି ପାଇବ ନାହିଁ, ବରଂ ସମସ୍ତଙ୍କର ଖାଦ୍ୟ ନିରାପତ୍ତା ମଧ୍ୟ ପୂରଣ ହେବ। ସମକାଳୀନ ପରିସ୍ଥିତିରେ ନିରନ୍ତର ବିକାଶ କେବଳ ସେତେବେଳେ ସମ୍ଭବ ଯେତେବେଳେ କୃଷି ଜୀବିକା ନିର୍ବାହୀ, ଆତ୍ମନିର୍ଭରଶୀଳ ଏବଂ ଲାଭଦାୟକ ହେବ। ଓଡ଼ିଶାର ପ୍ରଖ୍ୟାତ ନାରୀ କବି ବିଦ୍ୟୁତ୍ ପ୍ରଭା ଦେବୀଙ୍କ ଭାଷାରେ ନିଃସ୍ୱତାର ମୂର୍ତ୍ତି ଧରି ହିଆ ଯେ ଧରା ଆଗେ, ତାହାରି ଯୋଗେ ନୁଖୁରା ମାଟି ହସଇ ଶ୍ୟାମ ରାଗେ। ତାହାରି ଯୋଗେ ବଞ୍ଚି ରହେ ସୃଷ୍ଟି କାଳେ କାଳେ, ନନ୍ଦନର ଗନ୍ଧ ଛୁଟେ ସ୍ୱର୍ଣ୍ଣ କ୍ଷେତ ମାଳେ। ଏହି ଅବସରରେ ମୁଁ ଏହି କୃଷି ବଜେଟକୁ ରାଜ୍ୟର ସମସ୍ତ ଜନସାଧାରଣ, ବିଶେଷ କରି କୃଷି ଏବଂ ଆନୁଷଙ୍ଗିକ ବୃତ୍ତି ସହ ଜଡ଼ିତ ସମସ୍ତ କୃଷକ ସମ୍ପ୍ରଦାୟକୁ ସମର୍ପିତ କରୁଛି। ବାଚସ୍ପତି ମହୋଦୟା, ମୁଁ ବର୍ତ୍ତମାନ ସାଧାରଣ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛି। ରାଜ୍ୟର ଆର୍ଥିକ ଅବସ୍ଥାକୁ ଏକ ପୋଷଣୀୟ ମାର୍ଗରେ ପରିଚାଳିତ କରିବା ଲାଗି ଆମ ସମାଜର ବିଜ୍ଞ ଆର୍ଥିକ ପରିଚାଳନାର ପଥ ଅନୁସରଣ କରୁଛନ୍ତି। ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଓ କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ପ୍ରାପ୍ତ ପାଣ୍ଠିର ଉପଯୋଗ ଏବଂ ରାଜସ୍ୱର ଅଭିବୃଦ୍ଧି ମାଧ୍ୟମରେ ବଜେଟରେ ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯିବ। 2023-24 ଆର୍ଥିକ ବର୍ଷର ବଜେଟ୍ ଅଟକଳ 2,30,000 କୋଟି ଟଙ୍କା ଥିଲା। ବର୍ତ୍ତମାନ ମୁଁ 2024-25 ଆର୍ଥିକ ବର୍ଷ ପାଇଁ 2,65,000 କୋଟି ଟଙ୍କାର ବ୍ୟୟବରାଦ ଅଟକଳ ନିମନ୍ତେ ପ୍ରସ୍ତାବ ଦେଉଛି, ଯାହାକି 2023-24 ଆର୍ଥିକ ବର୍ଷର ବଜେଟ୍ ଅଟକଳ ଠାରୁ ପ୍ରାୟ 15% ଅଧିକ ଅଟେ। ଶାସନ ଏକ ନିରନ୍ତର ପ୍ରକ୍ରିୟା, ତେଣୁ ପ୍ରଚଳିତ ଯୋଜନାଗୁଡ଼ିକ ଜାରି ରଖି ଜନସାଧାରଣଙ୍କର ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ କେତେକ ନୂତନ ଯୋଜନା ପ୍ରସ୍ତାବିତ ଅଛି। ଖର୍ଚ୍ଚ ହେଉଥିବା ପ୍ରତ୍ୟେକଟି ଟଙ୍କା ଯେଭଳି ଉଦ୍ଦିଷ୍ଟ ହିତାଧିକାରୀ ନିକଟରେ ପହଞ୍ଚିବ ଏବଂ ତାହାର ସୁବିନିଯୋଗ ହେବ, ତାହା ଆମେ ସୁନିଶ୍ଚିତ କରିବୁ। ବାଚସ୍ପତି ମହୋଦୟା, ମୁଁ କାର୍ଯ୍ୟକ୍ରମ ବ୍ୟୟକୁ 1,55,000 କୋଟି ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଉଛି, ଯାହାକି 2024-25 ଆର୍ଥିକ ବର୍ଷର ମୋଟ ବଜେଟ୍ ଆକଳନର 58%। ଏହା 2023-24 ଆର୍ଥିକ ବର୍ଷରେ କରାଯାଇଥିବା ବ୍ୟୟ ଅଟକଳ ଠାରୁ 24% ଅଧିକ। ପୁଞ୍ଜି ବ୍ୟୟ ବରାଦକୁ 58,195 କୋଟି ଟଙ୍କା ପ୍ରସ୍ତାବିତ ଅଛି, ଯାହା ବିଗତ ବର୍ଷର ସଂଶୋଧିତ ଅଟକଳ ଠାରୁ 26% ଅଧିକ। ଓଡ଼ିଶାର ପୁଞ୍ଜି ବ୍ୟୟ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର 6.3%, ଏହା ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ। 2024-25 ଆର୍ଥିକ ବର୍ଷରେ ପ୍ରଶାସନିକ ବ୍ୟୟ ପାଇଁ 97,725 କୋଟି ଟଙ୍କା ବରାଦ କରାଯାଇଛି। ତନ୍ମଧ୍ୟରୁ ଦରମା ପାଇଁ 32,571 କୋଟି ଟଙ୍କା, ପେନସନ ପାଇଁ 22,591 କୋଟି ଟଙ୍କା, ସୁଧ ଦେୟ ବାବଦକୁ 5,500 କୋଟି ଟଙ୍କା ଏବଂ ପୁଞ୍ଜି ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ 6,822 କୋଟି ଟଙ୍କା ଅନ୍ତର୍ଭୁକ୍ତ ଅଟେ। ବିପର୍ଯ୍ୟୟ ପ୍ରଶମନ ପରିଚାଳନା କରିବା ପାଇଁ ବ୍ୟୟବରାଦ ପରିମାଣ 3,900 କୋଟି ଟଙ୍କା, ରାଜ୍ୟରୁ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ବ୍ୟୟବରାଦର ପରିମାଣ 8,375 କୋଟି ଟଙ୍କା। ଆମେ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥାମାନଙ୍କୁ ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଆଧାରରେ ପ୍ରାୟ 3,804 କୋଟି ଟଙ୍କା
ଏବଂ ପଞ୍ଚମ ରାଜ୍ୟ ଅର୍ଥାୟୋଗଙ୍କ ସୁପାରିଶ କ୍ରମେ ପ୍ରାୟ 4,449 କୋଟି ଟଙ୍କା ହସ୍ତାନ୍ତର କରିବାକୁ ପ୍ରସ୍ତାବ ରଖିଛୁ। ମୋଟ ବ୍ୟୟ ଅଟକଳକୁ ମୁଖ୍ୟତଃ ରାଜସ୍ୱ ପ୍ରାପ୍ତିରୁ 2,11,000 କୋଟି ଟଙ୍କା ଏବଂ ଋଣ ଓ ଅନ୍ୟାନ୍ୟ ବାବଦରୁ ମିଳିବାକୁ ଥିବା 54,000 କୋଟି ଟଙ୍କାରୁ ଭରଣା କରାଯିବାର ପ୍ରସ୍ତାବ ରହିଛି। 2024-25 ଆର୍ଥିକ ବର୍ଷର ବିତ୍ତୀୟ ନିଅଣ୍ଟର ପରିମାଣ ସାମଗ୍ରିକ ରାଜ୍ୟର ଘରୋଇ ଉତ୍ପାଦର 3.5% ହେବ ବୋଲି ଆକଳିତ ହୋଇଛି। 2024-25 ଆର୍ଥିକ ବର୍ଷ ପାଇଁ ଆକଳନ କରାଯାଇଥିବା ମୋଟ ରାଜସ୍ୱ ପ୍ରାପ୍ତି ମଧ୍ୟରେ ରାଜ୍ୟର ରାଜସ୍ୱ ଟିକସ 60,000 କୋଟି ଟଙ୍କା, ନିଜସ୍ୱ ଅଣଟିକସ ରାଜସ୍ୱ 58,000 କୋଟି ଟଙ୍କା, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବରେ 55,232 କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ବାବଦରେ ମିଳିବାକୁ ଥିବା 37,768 କୋଟି ଟଙ୍କା ଅନ୍ତର୍ଭୁକ୍ତ। ମୁଁ ବର୍ତ୍ତମାନ ଏହି ବଜେଟର ବିଭିନ୍ନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଅନ୍ୟ 9ଟି ପ୍ରମୁଖ ସ୍ତମ୍ଭ ଅଧୀନସ୍ଥ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିବା ପାଇଁ ଯାଉଛି। ବାଚସ୍ପତି ମହୋଦୟା, ନାରୀ ଶକ୍ତି। ଭାରତୀୟ ସଂସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଇଥାଏ। ଋଗ୍ବେଦର ଦେବୀସୂକ୍ତ ସ୍ତୋତ୍ର ନାରୀକୁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ମୂଳାଧାର ରୂପେ ପରିଗଣିତ କରିଅଛି। ମହିଳାମାନଙ୍କର ସଶକ୍ତିକରଣ ଓ ଗାରିମା ରକ୍ଷା ଆମ ସରକାରଙ୍କର ପ୍ରମୁଖ ପ୍ରାଥମିକତା। ଏହି ଲକ୍ଷ୍ୟ ନେଇ ଉଭୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ନିମନ୍ତେ 2023-24 ଆର୍ଥିକ ବର୍ଷର ବଜେଟ୍ ଅଟକଳରେ ଥିବା 6,224 କୋଟି ଟଙ୍କାକୁ 3 ଗୁଣା ବୃଦ୍ଧି କରାଯାଇ 2024-25 ଆର୍ଥିକ ବର୍ଷରେ 17,922 କୋଟି ଟଙ୍କା କରାଯାଇଛି। ଆମର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପ୍ରଥମ କ୍ୟାବିନେଟ ବୈଠକରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବା ପାଇଁ ଆମେ ଅନୁମୋଦନ କରିଛୁ। ଏହି ଯୋଜନା ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ ବିକାଶ, ମହିଳା ସଶକ୍ତିକରଣ ଓ ଆର୍ଥିକ ସ୍ୱାଧୀନତା ପ୍ରତି ସରକାରଙ୍କର ପ୍ରତିବଦ୍ଧତାକୁ ଦୃଢ଼ୀଭୂତ କରିବ। ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବଜେଟରେ 10,000 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ପାଇଁ ଶିଳ୍ପ ପୁଞ୍ଜିର ପ୍ରତିଷ୍ଠା, ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ବିପଣନ ଏବଂ ପ୍ରଚାର ପ୍ରସାର ନିମନ୍ତେ 2027 ମସିହା ସୁଦ୍ଧା ଆମେ ଓଡ଼ିଶାରେ 25 ଲକ୍ଷପତି ଦିଦି ସୃଷ୍ଟି କରିବୁ। ଜାତୀୟ ଗ୍ରାମୀଣ ଜୀବିକା ମିଶନ NRLM ଅଧୀନସ୍ଥ ଜୀବିକା ସଂଯୋଜନ ପଦକ୍ଷେପ ଗୁଡ଼ିକର ସହାୟତାରେ 1 ଲକ୍ଷରୁ ଅଧିକ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ମାଧ୍ୟମରେ ସରକାରୀ ଦ୍ରବ୍ୟ ଓ ସେବା ଆହରଣ, ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସାୟ ସୃଷ୍ଟି ଏବଂ ଅଧିକ ଆୟ ଓ ଜୀବିକା ଅର୍ଜନ ସୁଯୋଗ ସୃଷ୍ଟି କରାଯାଇ ଅଧିକ ସଂଖ୍ୟକ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବଜେଟରେ 1,162 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ମଧ୍ୟ ରହିଛି। ବାଚସ୍ପତି ମହୋଦୟା, ମହିଳା ଓ ଶିଶୁମାନଙ୍କର ପ୍ରସଙ୍ଗ ଗୁଡ଼ିକ ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ସେମାନଙ୍କର କଲ୍ୟାଣ ପରସ୍ପରକୁ ବହୁଳ ଭାବରେ ପ୍ରଭାବିତ କରିଥାଏ। ମହିଳାମାନଙ୍କର ମଙ୍ଗଳ ପାଇଁ ନିବେଶ ସିଧାସଳଖ ଶିଶୁ ବିକାଶକୁ ପ୍ରଭାବିତ କରି ଏକ ସକାରାତ୍ମକ ପ୍ରଭାବର ବଳୟ ସୃଷ୍ଟି କରିଥାଏ। ପ୍ରତ୍ୟେକ ଶିଶୁ ମଧ୍ୟରେ ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ ଏବଂ ସେମାନଙ୍କୁ ଭବିଷ୍ୟତରେ ଦେଶର ଦାୟିତ୍ୱ ବହନ କରିବା ପାଇଁ ପ୍ରସ୍ତୁତ କରିବା ଉପରେ ମଧ୍ୟ ଆମେ ଧ୍ୟାନ କେନ୍ଦ୍ରିତ କରୁଛୁ। 521 କୋଟି ଟଙ୍କାର ବ୍ୟୟବରାଦରେ ପ୍ରସୂତି ଓ ଶିଶୁମାନଙ୍କର ଯତ୍ନ ପାଇଁ ନଗଦ ଅର୍ଥ ହସ୍ତାନ୍ତର ନିମନ୍ତେ ଆମେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାକୁ ମମତା ଯୋଜନା ସହିତ ସଂଯୋଜନ କରି କାର୍ଯ୍ୟକାରୀ କରିବୁ। ପୁଷ୍ଟି ସାଧନର ମାନ ବୃଦ୍ଧି କରିବା ପାଇଁ ପୋଷଣ ଅଭିଯାନ ଅଧୀନରେ 295 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରମୁଖ ପଦକ୍ଷେପ ଗୁଡ଼ିକ ମଧ୍ୟରେ 2,806ଟି ନୂତନ ଅଙ୍ଗନବାଡି ଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ଏବଂ ପ୍ରଦର୍ଶନ ଆଧାରିତ ଉନ୍ନୟନ ପାଇଁ 30ଟି ଗ୍ରାମ ପଞ୍ଚାୟତକୁ ପୁରସ୍କୃତ କରାଯିବା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଆମେ ପୁଷ୍ଟି ସାଧନ କ୍ଷେତ୍ରରେ ଦୁର୍ବଳ ସ୍ଥିତିରେ ଥିବା ଅଞ୍ଚଳରେ 15,000 ଅଙ୍ଗନବାଡି କର୍ମୀଙ୍କୁ ଗୃହ ପରିଦର୍ଶନ ଓ ପରାମର୍ଶ କିଟ୍ ପ୍ରଦାନ କରିବା ନିମନ୍ତେ ଯୋଜନା କରିଛୁ। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଅଙ୍ଗନବାଡି କେନ୍ଦ୍ରର ନାମ ଲେଖାଇଥିବା 18 ଲକ୍ଷ ପ୍ରାକ୍ ବିଦ୍ୟାଳୟରେ ଅଧ୍ୟୟନରତ ଶିଶୁମାନଙ୍କୁ ୟୁନିଫର୍ମ ବଣ୍ଟନ କରାଯିବ। ଏଥି ନିମନ୍ତେ 93 କୋଟି ଟଙ୍କାର ବଜେଟ୍ ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ
संपूर्ण पुष्टि योजना अधीन एक व्यापक पोषण रणनीति माध्यम 554 कोटी टंका व्ययबराद सहित राज्य में 19 लाख महिला किशोरी और शिशु हिताधिकारी पोषण स्थिति में परिवर्तन आने लक्ष्य रखी। यह व्यतीत अनाथ शिशु मान आर्थिक सहायता जगै देवाई मु 83 कोटी टंका व्ययबराद एक नूतन योजना जसोदार शुभारंभ प्रस्ताव देछि। आमे शिशु श्रमिक प्रथार उच्छेद को प्राथमिकता प्रदान करुछु एवं एक शिशु श्रमिक मुक्त ओडिशा गठन करने को लक्ष्य रखी। 2024-25 आर्थिक वर्ष में 1500 ग्राम पंचायत को आदर्श शिशु समृद्ध ग्राम पुरस्कार प्रदान करा जिवो। उद्धार होइतवा शिशु मानकर सामग्रिक विकास उपरे ध्यान केंद्रित करी जिला प्रशासन सहायता शिशु श्रमिकों चिन्हन उद्धार और थैथान करा जाउछि। 2024-25 आर्थिक वर्ष में कार्य संपादन जनित क्षमता वृद्धि करने आमे अंगनवाड़ी कर्मी खाली पदवी गुड़ी को पूरण करूँ एवं 5698 अंगनवाड़ी केन्द्र को सक्षम अंगनवाड़ी केन्द्र भाव उन्नीत करूँ। यह व्यतीत 36 कोटी टंका विनियोग भुवनेश्वर स्थित राज्य महिला और शिशु प्रतिष्ठान SIWC को आम एक उत्कर्ष केन्द्र में परिणत करने को लक्ष्य रखीचु। एक खाद्य गैलेरी खेलना एवं कहानी गैलेरी आदिका संबल केन्द्र एवं एक 300 आसन विशिष्ट प्रेक्षालय प्रतिष्ठा करा जिवो। बाचस्पति महोदया, आमर यशस्वी प्रधानमंत्री श्री नरेंद्र मोदी जी सबका साथ सबका विकास सबका विश्वास और सबका प्रयास आदर्श आम विकासर मार्गदर्शक हम। आमे कहा पछुआ न रखी समस्त को मुख्य स्रोत सामिल करूँ। आम सरकार हेउची जनसाधारण सरकार। समाजर समस्त वर्ग विशेषतः गरीब दुर्बल लोक सामाजिक न्याय समानता अंतर्भुक्तकरण नीति माध्यम सशक्तकरण कर आवश्यकता रही। ओडिशा हेउची जगतर नाथ श्री जगन्नाथंकर पवित्र भूमि। जगन्नाथ संस्कृति सामाजिक श्रेणी और राजनैतिक परिसर ऊर्ध्वे समस्त को मानविकतार छत्र छाया तले एकत्रित करिअछि। आम सरकार अनुसूचित जनजाति अनुसूचित जाति और अन्य पछुआ वर्गर उन्नति प्रतिश्रुतिबद्ध। अनुसूचित जनजाति और अनुसूचित जातिर विकास आम राज्य सरकार प्रायतः समस्त योजनार एक अविच्छेद्य अंग। मोटामोटी भाव में 2024-25 आर्थिक वर्ष में कार्यक्रम बजेट रे चिन्हट होइतिबा योजना गुड़िकर ट्राइबाल सब कंपोनेंट एवं एससी सब कंपोनेंट अधीन 63,457 कोटी टंकार प्रस्ताव रही। आमे राज्यर आदिवासी ग्राम गुड़िकर विकास आह्वान को मुकाबला करने आदर्श आदिवासी ग्राम कार्यक्रम शुभारंभ कर लक्ष्य रखीचु। यही कार्यक्रम में आगामी 5 वर्ष मध्य 500 ग्राम को आदर्श ग्राम में परिणत करा जिवो। यही योजना को प्रभावशाली करने राज्य केंद्र योजनार संयोजन माध्यम आदिवासी ग्राम गुड़िकर बहुमुखी आह्वान मुकाबला करा जिवो। यह आदर्श ग्राम गुड़िक मानक भाव कार्य करने सहित ज्ञान विनिमय को प्रोत्साहित करिवो एवं आदिवासी सशक्तिकरण प्रयास रे नूतन विश्वास भरीदेव। बाचस्पति महोदया, दक्षता विकास और आय सृष्टिकारी योजना माध्यम अतिरिक्त नियुक्ति सुजोग सृष्टि करी अनुसूचित जाति संप्रदाय मध्य दारिद्र्य ह्रास करने राज्य में प्रधानमंत्री अनुसूचित जाति अभ्युदय योजना PM अजय कार्यकारी करा जिवो। अनुसूचित जाति आदूषित ग्राम गुड़िक पर्याप्त भित्तिभूमि और सेवा सुनिश्चित कर सामाजिक और आर्थिक विकास सूचकांक उन्नति आने यही योजनार लक्ष्य। मुख्यतः आकांक्षी जिला और अनुसूचित जाति बहुल ब्लॉक रे साक्षरता हार वृद्धि और विद्यालय और उच्चतर शिक्षानुष्ठान नामलेखा को प्रोत्साहित करने गुणात्मक शिक्षानुष्ठान एवं आवासिक विद्यालय गुड़िक आवासिक सुविधा उपलब्ध कराइबा यही योजनार अन्यतम लक्ष्य। PM अजय आदर्श ग्राम अधीन 809 ग्राम को आदर्श ग्राम रूपे घोषणा करा जायछि। 2024-25 आर्थिक वर्ष में PM अजय योजना 266 कोटी टंकार व्ययबराद प्रस्ताव करा जायछि। आसंता 3 वर्ष मध्य 1,50,000 अधिक आदिवासी परिवार अर्थनैतिक प्रगति
ତଥା ବିବିଧ ଓ ଲାଭଦାୟକ ଜୀବିକା ମାଧ୍ୟମରେ ସେମାନଙ୍କର ଆୟ ଓ ଜୀବନ ଧାରଣର ମାନ ବୃଦ୍ଧି କରିବା ପାଇଁ ଆମେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆରମ୍ଭ କରିଛୁ। ଏଥିପାଇଁ 2024-25 ଆର୍ଥିକ ବର୍ଷରେ 200 କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ଏତଦ୍ ବ୍ୟତୀତ ପିଭିଟିଜି ସମୁଦାୟଙ୍କର ପାଇଁ ଜୀବିକା ସୁଯୋଗ ତଥା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ସହଜଲବ୍ଧ କରିବା ପାଇଁ OPELIP ପ୍ଲସ୍ କାର୍ଯ୍ୟକ୍ରମ ଅଧୀନରେ 90 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ପ୍ରାକୃତିକ ସମ୍ପଦର ପୋଷଣୀୟ ଉପଯୋଗ ଓ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହିତ କରିବା ସହିତ ଗରିବ ଆଦିବାସୀ ପରିବାରର ଖାଦ୍ୟ ନିରାପତ୍ତା ଓ ଜୀବିକା ଅର୍ଜନରେ ଉନ୍ନତି ଆଣିବା OPELIP ପ୍ଲସ୍ ଯୋଜନାର ଲକ୍ଷ୍ୟ। ଏହି ଯୋଜନା ପାଇଁ 59 କୋଟି ଟଙ୍କାର ବ୍ୟୟବରାଦର ପ୍ରସ୍ତାବ ରହିଛି। ଏତଦ୍ ବ୍ୟତୀତ ପିଭିଟିଜି ସମୁଦାୟଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ତଥା ସେମାନଙ୍କର ସଂସ୍କୃତି ଓ ପ୍ରାକୃତିକ ସମ୍ପଦର ସଂରକ୍ଷଣ ଲାଗି ଏକ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅଧୀନରେ 36 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବାଚସ୍ପତି ମହୋଦୟା, ଅନୁସୂଚିତ ଜାତି ଓ ଜନଜାତି ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରିବା ଓ କ୍ଷତିପୂରଣ ରାଶି ଶୀଘ୍ର ପ୍ରଦାନ କରିବା ପାଇଁ ସାକାର ପୋର୍ଟାଲର ଉନ୍ମୋଚନ କରାଯାଇଛି। ପ୍ରୋଟେକ୍ସନ ଅଫ୍ ସିଭିଲ ରାଇଟ୍ସ PCR ଆକ୍ଟର ସଫଳ ପ୍ରବର୍ତ୍ତନ ପାଇଁ 2024-25 ଆର୍ଥିକ ବର୍ଷରେ କେନ୍ଦ୍ର ଓ ରାଜ୍ୟର ସହଭାଗିତାରେ 116 କୋଟି ଟଙ୍କା ବ୍ୟୟ ପ୍ରୋଟୋକଲରେ ପ୍ରସ୍ତାବ ରହିଛି। ସାମାଜିକ ସୁରକ୍ଷା ପେନସନ ପାଇଁ ମୁଁ ଏହି ବଜେଟରେ 7,600 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖୁଛି। ଆମ ପ୍ରତିଶ୍ରୁତି ମୁତାବକ ପ୍ରଥମ ପର୍ଯ୍ୟାୟରେ 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ନାଗରିକ ଓ 80% କମ୍ ହୋଇନଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା MBPY ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ NSAP ଅଧୀନରେ ସାମାଜିକ ସୁରକ୍ଷା ଭତ୍ତାକୁ 3,500 ଟଙ୍କାକୁ ବୃଦ୍ଧି କରାଯିବ। ବରିଷ୍ଠ ନାଗରିକ, ଭିନ୍ନକ୍ଷମ, କିନ୍ନର ଓ ଭିକ୍ଷୁକଙ୍କ ସମେତ ଦୁର୍ବଳ ଗୋଷ୍ଠୀମାନଙ୍କ ଆବାସିକ ସହାୟତାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସଦର ମହକୁମାରେ ସମନ୍ୱିତ ଭିତ୍ତିଭୂମି କମ୍ପ୍ଲେକ୍ସ ପ୍ରତିଷ୍ଠା ଓ ବୃଦ୍ଧାଶ୍ରମର ରକ୍ଷଣାବେକ୍ଷଣ ପାଇଁ 100 କୋଟି ଟଙ୍କା ପ୍ରୋଟୋକଲରେ ପ୍ରସ୍ତାବ ରହିଛି। ଏତଦ୍ ବ୍ୟତୀତ ଭିନ୍ନକ୍ଷମଙ୍କର କଲ୍ୟାଣ ପାଇଁ 302 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ସରକାରୀ ପ୍ରତିଷ୍ଠାନ ଓ ଭିତ୍ତିଭୂମିକୁ ସେମାନଙ୍କର ଯାତାୟାତ ଅନୁକୂଳ କରାଇବା ପାଇଁ 10 କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରହିଛି। ନିଶା ସେବନକାରୀମାନଙ୍କର ଚିକିତ୍ସା ପୁନର୍ବାସ ପାଇଁ ପ୍ରତି ଜିଲ୍ଲାରେ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ମୁଁ ଏହି ନିଶାମୁକ୍ତି କାର୍ଯ୍ୟକ୍ରମ ପାଇଁ 20 କୋଟି ଟଙ୍କା ଆବଣ୍ଟନର ପ୍ରସ୍ତାବ ରଖୁଛି। ନିଶାମୁକ୍ତି ରଣନୀତିର ଅଂଶ ସ୍ୱରୂପ ନିଶା ସେବନକାରୀଙ୍କ ଶିକ୍ଷା, ଚିକିତ୍ସା, ପୁନର୍ବାସ ଓ ସାମାଜିକ ଅନ୍ତର୍ଭୁକ୍ତିକରଣ ପ୍ରତି ଦୃଷ୍ଟି ଦିଆଯିବ। ନିଶା ଦ୍ରବ୍ୟର ସମ୍ପୂର୍ଣ୍ଣ ନିରାକରଣ ହାସଲ କରିଥିବା ପ୍ରତ୍ୟେକ ବ୍ଲକକୁ 10 କୋଟି ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ମାନନୀୟ ବାଚସ୍ପତି ମହୋଦୟା, ପ୍ରଭାବଶାଳୀ ଓ ସଠିକ ସମୟରେ ବିତରଣ ଯୋଗୁଁ ଓଡ଼ିଶାରେ ସାଧାରଣ ବଣ୍ଟନ ବ୍ୟବସ୍ଥା PDS ରାଜ୍ୟର 80% ଲୋକଙ୍କର ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହୋଇପାରିଛି। ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ 92 ଲକ୍ଷରୁ ଅଧିକ ପରିବାରକୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ 3 ଲକ୍ଷରୁ ଅଧିକ ପରିବାର ସାମିଲ ହୋଇଛନ୍ତି। ଏଥିରେ 11,934ଟି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ପ୍ରାୟ 23 ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ବିନା ମୂଲ୍ୟରେ ବଣ୍ଟନ କରାଯାଉଛି। ଖାଦ୍ୟ ସଂରକ୍ଷଣ ଗୋଦାମ ଓ ସୁଲଭ ମୂଲ୍ୟ ଦୋକାନଗୁଡ଼ିକର ଅଟୋମେସନ ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧି କରେ। ଆମେ ଏହି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବୁ। ସାଧାରଣ ବଣ୍ଟନ ବ୍ୟବସ୍ଥା PDS ଅଧିକ ହିତାଧିକାରୀ ଅଭିମୁଖୀ ହେବ ଏବଂ ବିଭିନ୍ନ ସ୍ତରରେ ହେଉଥିବା ବାଟମାରଣାକୁ ନିୟନ୍ତ୍ରଣ କରିବ। ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା। ମାନନୀୟ ବାଚସ୍ପତି ମହୋଦୟା, ସ୍ୱାସ୍ଥ୍ୟ କେବଳ ରୋଗର ଅନୁପସ୍ଥିତି ନୁହେଁ, ଏହା ସମ୍ପୂର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତାର ସର୍ବୋତ୍ତମ ଅବସ୍ଥା। ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା ଜନିତ ସମସ୍ୟା, ଡାକ୍ତର ବିଶେଷଜ୍ଞଙ୍କର ଅଭାବ, ସୀମିତ ସମ୍ବଳ ଓ ପ୍ରଶିକ୍ଷଣ ଯୋଗୁଁ ଚିକିତ୍ସାର ଗୁଣବତ୍ତା ସୀମିତ
ସ୍ୱାସ୍ଥ୍ୟ ସଚେତନତା ଓ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭରଶୀଳତା, ମଧ୍ୟମ ଆୟକାରୀ ବର୍ଗ